କାହିଁକି ବଢ଼ୁଛି ଅଣ୍ଡାର ଦାମ? ଅଣ୍ଡା ଦାମ ବୃଦ୍ଧିର କାରଣ କ'ଣ? ଜଣାପଡ଼ିଲା ପ୍ରକୃତ ସତ। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଦିନକୁ ଦିନ ବଜାରରେ ବଢ଼ିବାରେ ଲାଗିଛି ଅଣ୍ଡାର ଦାମ। 7 ଟଙ୍କାରେ ମିଳୁଥିବା ଗୋଟିଏ ଅଣ୍ଡାର ଦାମ ଏବେ 8 ଟଙ୍କାରେ ଆସି ପହଞ୍ଚିଲାଣି। ଯେଉଁମାନେ ଅଣ୍ଡା ଖାଉଥିବେ ସେମାନେ ବେଶ ଭଲ ଭାବରେ ଜାଣିଥିବେ খুব জলদি কিভাবে ভাবে দর বঢ়িলা। ভুবনেশ্বর অধিকাংশ স্থাନରେ গোটিଏ ଅଣ୍ଡା ପିଛା ଦାମ 8 ଟଙ୍କାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀରେ 10 ଟଙ୍କାରେ ବିକ୍ରି ହେଉଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ହଠାତ୍ କାହିଁକି 25ରୁ 50% ପର୍ଯ୍ୟନ୍ତ ଅଣ୍ଡାର ଦାମ ବଢ଼ିଲା? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବ ନିଶ୍ଚୟ। ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ଏହା ପଛରେ କିଛି ପ୍ରମୁଖ କାରଣ ସମ୍ପର୍କ। ହାଇଦ୍ରାବାଦ ମୁମ୍ବାଇରେ ଅଣ୍ଡାର ଦାମ ରହିଛି 8 ଟଙ୍କା। ଚେନ୍ନାଇରେ ଦାମ ଟିକେ କମ୍ ରହିଥିବା ବେଳେ ଦିଲ୍ଲୀରେ କିନ୍ତୁ ସୀମା ଟପି ଯାଇଛି। ଦିଲ୍ଲୀରେ 10 ଟଙ୍କାରେ ବିକ୍ରି ହେଉଥିବା ଖବର ମିଳିଛି। NECC ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଲଗାତାର ଭାବେ ଅଣ୍ଡାର ମୂଲ୍ୟ ବଢ଼ିବାରେ ଲାଗିଛି। କିଛି ପ୍ରମୁଖ ସହର ଗୁଡ଼ିକରେ ପୂର୍ବରୁ 100ଟା ଅଣ୍ଡାକୁ 550 ଟଙ୍କାରେ କିଣା ହେଉଥିଲା, ମାତ୍ର ଏବେ ଏହାକୁ 700କୁ ବୃଦ୍ଧି ପାଇଛି। ତେବେ ଚେନ୍ନାଇ ଏବଂ କର୍ଣ୍ଣାଟକରେ 640ରୁ 645 ରହିଛି। ତେବେ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ଅଣ୍ଡା ଖାଇଥାନ୍ତି। ପ୍ରତିବର୍ଷ 50ରୁ 60 ନିୟୁତ ଅଣ୍ଡା ଏଠାରେ ଆବଶ୍ୟକ ହୋଇଥାଏ। ରାଜ୍ୟରେ ଏତେ ପରିମାଣର ଅଣ୍ଡା ଉତ୍ପାଦିତ ହେଉଥିବା ବେଳେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। କାହିଁକି ବଢ଼ୁଛି ଅଣ୍ଡାର ମୂଲ୍ୟ ଉପରେ ଚାଲାଣ? ପରିବହନ ଖର୍ଚ୍ଚ ଏବଂ ଉତ୍ପାଦନ ସମସ୍ୟା ପ୍ରମୁଖ ନିର୍ଭର କରିଥାଏ। ଏଥିରେ ଯଦି କିଛି ସମସ୍ୟା ଦେଖାଯାଏ ତାହେଲେ ଅଣ୍ଡା ମୂଲ୍ୟ ବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏବେ ଶୀତ ଋତୁ ଚାଲିଥିବା ବେଳେ ଅଣ୍ଡାର ଚାହିଦା ଅଧିକ ରହିଛି। ମୁଖ୍ୟତଃ କୁହାଯାଇଛି କି ଚାହିଦା ଅନୁସାରେ ଏବେ ଉତ୍ପାଦିତ କମ୍ ରହିଛି। ଯୋଗାଣ ସମସ୍ୟା କାରଣରୁ ପ୍ରତିଦିନ ଅଣ୍ଡା ମୂଲ୍ୟ ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ପ୍ରତିବର୍ଷ ମକା ଏବଂ ସୋୟାବିନ୍ ଭଳି କୁକୁଡ଼ା ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଛୋଟ ଚାଷୀମାନଙ୍କ ପାଇଁ ବାଧା ଉପୁଜୁଛି, ଯାହା ଫଳରେ କୁକୁଡ଼ା ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି। ଏହା ସହ ଫଙ୍ଗାନ ସଂକ୍ରମଣ ଯୋଗୁଁ ସାରା ଦେଶରେ ଅଣ୍ଡା ଯୋଗାଣରେ 7ରୁ 10% ହ୍ରାସ ଘଟିଛି, ଯାହାକୁ ଅଣ୍ଡା ଦର ବୃଦ୍ଧିର ଏକ ପ୍ରମୁଖ କାରଣ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।